ସତରେ ଆମେ କ'ଣ ଦୋଷ କରିଥିଲୁ ଏ ସମାଜର? କେଡ଼େ ହସ ଖୁସିରେ ଆମେ ବିଲ ବଗିଚାରେ ବୁଲୁଥିଲୁ, କିନ୍ତୁ ଆମେ କେବେ ବି ଭାବିନଥିଲୁ ଏ ସମାଜ ଆମକୁ ଏଭଳି ଦୁଃଖ ଦେବ। ନିରୀହ କୀଟ ଆମେ କେଉଁଠୁ ବା ସହିପାରିବୁ କଳକାରଖାନାର ବିଷାକ୍ତ ଧୂଆଁ ଆଉ ଗାଡ଼ି ମୋଟରର ଭୟଙ୍କର ଶବ୍ଦ। ହଁ ଆଜ୍ଞା, ଆମେ କହୁଛୁ ସେଇ ସାଧବ ବୋହୂ ଆଉ ଜୁଳୁଜୁଳିଆ ପୋକର କଥା। ଆଜି ବି ମନେ ପଡ଼ନ୍ତି ସେ ଦୁଇ ପ୍ରଜାତିର ସୁନ୍ଦର କୀଟ। ଜୀବଜଗତ ପାଇଁ ପ୍ରକୃତିର ଏମାନେ ଅମୂଲ୍ୟ ସମ୍ପଦ। ଜଣେ ଦିନରାତି ଜଳୁଥିବା ବେଳେ ଆଉ ଜଣେ ବର୍ଷା ଋତୁକୁ ସ୍ୱାଗତ କରିବାକୁ ବାହାରି ପଡ଼ିଥାଏ। ଅନେକ ଦିନରୁ ଏମାନେ ମଣିଷର ଜୀବନଶୈଳୀ ସହିତ ସିଧାସଳଖ ଜଡ଼ିତ ହୋଇଥାନ୍ତି। ଅନ୍ଧାର ରାତିରେ ତାରା ଭଳିଆ ମିଞ୍ଜି ମିଞ୍ଜି କରୁଥିବାର ଦୃଶ୍ୟ ଦୂରରୁ ବହୁତ ସୁନ୍ଦର ଦିଶୁଥାଏ। ଗାଁ ଗହଳିରେ ଏହା ଦେଖିବାକୁ ମିଳୁଥିବା ବେଳେ ସହରମାନଙ୍କରେ ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ବର୍ଷା ଦିନ, ଯାହାକୁ ଓଡ଼ିଶାର ଲୋକ ଲାଲ ଟୁକୁଟୁକୁ ସାଧବ ବୋହୂ ବୋଲି କହିଥାନ୍ତି। ଦୁହେଁ ଚାଷୀଙ୍କ ପାଇଁ ବରଦାନ ବୋଲି କୁହନ୍ତି, ହେଲେ ଉଭୟଙ୍କ ବଂଶ ଏବେ ନିପାତ ହେବାରେ ବସିଲାଣି, ଯାହାକୁ ନେଇ ଚିନ୍ତାରେ ପରିବେଶ। ବର୍ଷା ଋତୁ ପରେ ଶୀତ ଋତୁ ଆସିଥାଏ। ଶୀତ ଦିନରେ ଆପଣମାନେ ଦେଖିଥିବେ ଏହି ଜୁଳୁଜୁଳିଆ ପୋକ ସଂଖ୍ୟା ଅଧିକ ହୋଇ ରହିଥାନ୍ତି। ରାତିରେ ଚାରିଆଡ଼େ ଅନେଇ ଦେଖିଲେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ପ୍ରକୃତିକୁ ସୁନ୍ଦର କରିଥାଏ। ଏମାନଙ୍କ ଅଣ୍ଡାରୁ ମଧ୍ୟ ଆଲୁଅ ଦେଖିବାକୁ ମିଳିଥାଏ। ଅଣ୍ଡିରା ଜୁଳୁଜୁଳିଆ ପୋକ ରାତି ହୋଇଗଲେ ଉଡ଼ି ବୁଲୁଥାନ୍ତି। ବିଶେଷ କରି ଏମାନେ କାହାରି ଫସଲକୁ ନଷ୍ଟ କରିନଥାନ୍ତି। ଯେମିତି ଆମେ କହିବା ଲାଲ ଟୁକଟୁକ ସାଧବ ବୋହୂର କଥା। ସାଧବ ବୋହୂ ଓଡ଼ିଶାରେ ସବୁଆଡ଼େ ଦେଖିବାକୁ ମିଳିଥାନ୍ତି। ବିଶେଷ କରି ଏମାନେ ଘାସ ପଡ଼ିଆ, ଜମିବାଡ଼ି ଏବଂ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାନ୍ତି। ବିଲ ବଗିଚାରେ ବିଭିନ୍ନ କିସମର ସାର ଖତ ପଡ଼ିବାରୁ ଆଉ ଦିନକୁ ଦିନ ସାଧବ ବୋହୂଙ୍କୁ ମଧ୍ୟ ଭଲ ଭାବରେ ଦେଖିବାକୁ ମିଳୁନାହିଁ ଏବଂ ତା'ର ବଂଶ ନିପାତ ମଧ୍ୟ ହେବାରେ ବସିଲାଣି। ସତରେ ସେହି ଦୁଇ କୀଟଙ୍କ କଥା ମନେ ପଡ଼ିଲେ ଆଜି ବି ବହୁତ କଷ୍ଟ ଲାଗେ। ହ୍ୟାଲୋ ଗାଇସ୍, ଏଭଳି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଆମର ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରିଦିଅନ୍ତୁ। ଭଲ ଲାଗିଲେ କମେଣ୍ଟ ଦେବାକୁ ଜମା ବି ଭୁଲିବେନି। ରହିଲି।